ଦେଇଛନ୍ତି 7 ବର୍ଷ ଜେଲ୍ ହେଇଯିବ। ये ଝିଅ ହଉଛି victim, ତାଙ୍କ ବାପା ତାଙ୍କ ମା। 7 ବର୍ଷ ଜେଲ୍ ହେଇଯିବ। ଆଉ ଏବେ ବାବୁ ମତେ ବଞ୍ଚାଅ, ମତେ ବଞ୍ଚାଅ। ଗତକାଲି ମୁରଡା ଥାନାରେ ଆମର ଗୋଟେ ରିପୋର୍ଟ ହସ୍ତଗତ ହେଇଥିଲା। ଚିଚୋଡ଼ା ଏରିଆର ଜଣେ ଏକ ବ୍ୟକ୍ତି ତାଙ୍କର କପି ସେମାନେ ଥାନାକୁ ଆସିକି ରିପୋର୍ଟ କରିଥିଲେ ଯେ ତାଙ୍କର ମାଇନର ଝିଅକୁ ହଳଦୀପଳ ଏରିଆର ଜଣେ ପିଲା ଯାହାଙ୍କ ନାଁ ଶ୍ରବଣ କୁମାର ଭୂୟାଁ ସେ ହଇରାଣ କରୁଛନ୍ତି, ଭଙ୍ଗାର କମେଣ୍ଟ ପାସ୍ କରୁଛନ୍ତି ଏବଂ ତାଙ୍କୁ ଷ୍ଟାର୍ଟିଂ କରୁଛନ୍ତି। ଏ ରିପୋର୍ଟ ହସ୍ତଗତ ହେଲା ପରେ ଆମେ ସାଙ୍ଗେ ସାଙ୍ଗେ ମୁରଡା ଥାନା କେସ୍ ନମ୍ବର 200 ଅଣ୍ଡର ସେକ୍ସନ 78/296 ୟୁଏନ୍ଏସ୍ ଏବଂ ପୋକ୍ସୋ ଆକ୍ଟରେ କେସ୍ ରେଜିଷ୍ଟ୍ରେସନ କଲୁ ଏବଂ ତଦନ୍ତ ପାଇଁ ତଦନ୍ତ ଅଧିକାରୀ ନିଯୁକ୍ତି କରୁଛୁ ଏବଂ କେସ୍ ତଦନ୍ତ ତ୍ୱରାନ୍ୱିତ କରୁଛୁ। ଆଉ ସେଇ କେସ୍ ଆମେ ସେ ଅଭିଯୁକ୍ତଙ୍କୁ ଏବେ ଥାନାରେ କଟକ ପଚରାଉଚରା କରୁଛୁ। ଆଜି ଭିକ୍ଟିମଙ୍କର ତାଙ୍କର ଷ୍ଟେଟମେଣ୍ଟ ରେକର୍ଡିଂ ହବ 183 BNSS ରେ। ଯଦି ପ୍ରାଥମିକ ପର୍ଯ୍ୟାୟରେ ଆଲିଗେସନ୍ସ ପ୍ରୁଭ୍ ହେଲା ତାହେଲେ ଆମେ ଫର୍ଦର ଫଲୋଅପ୍ ଆକ୍ସନ୍ ନେବୁ। ଆଜି କିଛି ଲୋକ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ଭିଜିଟ୍ କରିଥିଲେ। ସେମାନଙ୍କ ସହିତ ସେ ଝିଅ ଏବଂ ଝିଅର ପ୍ୟାରେଣ୍ଟସ୍ ଥିଲେ। ସେମାନଙ୍କର ଅଭିଯୋଗ ଯାହା ରହିଛି ଆଇଏସି ମୁରଡାଙ୍କ ବିରୁଦ୍ଧରେ ଆଇଏସି କେସ୍କୁ ରଫା କରିବାକୁ ଚେଷ୍ଟା କଲେ ଏବଂ ଝିଅକୁ ପ୍ରେସରାଇଜ କଲେ, ତାହା ଏପର୍ଯ୍ୟନ୍ତ ପ୍ରମାଣିତ ହୁଏ ନାହିଁ। ଆମର ଥାନାରେ ଆମର ସିସିଟିଭି କ୍ୟାମେରା ଲାଗିଛି ଏବଂ ଯାହା ସେମାନେ କହୁଛନ୍ତି ଯଦି ଆଲିଗେସନ୍ସ ପ୍ରୁଭ୍ ହୁଏ ତାହେଲେ ଆମେ ଉଚ୍ଚ ପଦାଧିକାରୀଙ୍କ ଦ୍ୱାରା ସେଟା ସେ ଆଲିଗେସନ୍ସର ଇନକ୍ୱାରି କରିବାକୁ, ଯଦି ଆଲିଗେସନ୍ସ ପ୍ରୁଭ୍ ହୁଏ ତାହେଲେ ନେକ୍ସଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ହଁ ଦେଖନ୍ତୁ, ଗତକାଲି ଗୋଟେ ସ୍ପଷ୍ଟକାତରତା ଘଟଣା ଘଟିଛି ମୋରଡା ଥାନା ଇଲାକାରେ। ଚିତ୍ରଳା ଫାଣ୍ଡି ଅଛି ମୋରଡା ଥାନା ଇଲାକାରେ ଚିତ୍ରଳା ଗାଁର ଗୋଟେ ପରିବାରର ଝିଅକୁ କେହି ଜଣେ ପିଲା ଧମକେଇବା ଏବଂ ସେଇ ଘଟଣାକୁ କେନ୍ଦ୍ର କରିକିରି ଯଦି ସେ ଥାନାକୁ କେସ୍ କରିବା ପାଇଁ ଆସନ୍ତି ସେତେବେଳେ ଥାନାବାଲା କେସ୍ ନିଅନ୍ତି ନାହିଁ। ଅପରନ୍ତୁ ଥାନାବାଲା ସେ ପିଲାକୁ ଅଲଗା ଡାକିକିରି ଛୋଟ ଛୁଆଟି 10 କ୍ଲାସରେ ପାଠ ପଢ଼ୁଛି, ଫାର୍ଷ୍ଟ କ୍ଲାସ୍ ପାସ୍ କରିଛି, OAVର ଷ୍ଟୁଡେଣ୍ଟ, ଓଲଟି ତୁମେ ମିଛ କହୁଛ ବୋଲି, ମିଛ ଅଭିଯୋଗ କରୁଛ ବୋଲି କହିକିରି ତାକୁ ଡରାଇବା ଏବଂ ପରବର୍ତ୍ତୀ ଅବସ୍ଥାରେ ସେ ପିଲାଟି ସଂଜ୍ଞାହୀନକୁ ତଳେ ପଡ଼ିବା, ଏ ଘଟଣାକୁ ନେଇକିରି ଆଜି ଆମେ ଏସ୍ପିଙ୍କ ପାଖକୁ ଆସିଥିଲୁ। ଆମ ଦଳ ସମସ୍ତେ ଏସ୍ପିଙ୍କ ପାଖକୁ ଆସିଥିଲୁ। ସେ ଛୋଟ ପିଲାଟି ଆମ ସାଙ୍ଗରେ ଅଛି, ତାଙ୍କ ପରିବାର, ତା ବାପା ମା ବି ଆମ ସାଙ୍ଗରେ ଅଛନ୍ତି। ମୁଁ ଆଶ୍ଚର୍ଯ୍ୟ ହେଉଛି ଥାନାବାଲା କାହିଁକି, ଏମାନେ ହେଉଛି ସମାଜର ରକ୍ଷାକର୍ତ୍ତା, ତାଙ୍କ ପାଖରେ କେହି ଯଦି ଏଲିଗେସନ୍ ନେଇକି ଯିବ ତାକୁ ସେମାନେ ଭଦ୍ରାମିଶକ ରଖିବା ଉଚିତ ଏବଂ ତାପରେ ଇନକ୍ୱାରି କରିବା ଉଚିତ। ସିରିୟସ୍ ଘଟଣା ହେଲେ ସେହି ହିସାବରେ ସେମାନେ ଆଜ୍ ପର୍ ଦ ଲ ଯାହା ଯାହା କରିବା କଥା, ସିରିୟସ୍ ଘଟଣା ହେଲେ କାହାକୁ ଅଟକେଇବେ, କାହାକୁ ଅଟକ କରିବେ, ଇନକ୍ୱାରି କରିବେ ଇତ୍ୟାଦି ଇତ୍ୟାଦି। ରେଦର ସେସବୁ ଘଟଣା ନ କରିକିରି ସେଉଠି ମ୍ୟୁଚୁଆଲ୍ କରିବାର ବ୍ୟବସ୍ଥା କରିବା ଏଇଟା ଦୁର୍ଭାଗ୍ୟଜନକ ଘଟଣା ଏବଂ ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ କହୁଛନ୍ତି ଯେ ତୁମେ ଏମିତି କେସ୍ ଦେଉଛ, ଏମିତି କେସ୍ ଦେଲେ ଅସୁବିଧା ହେବ, ରେଦର ତୁମେ ଜେଲ୍ ଚାଲିଯିବ, 7 ମାସ ଜେଲ୍ ହେବ ଆଉ 7 ବର୍ଷ ଜେଲ୍ ହେବ। ଏବଂ ତାଙ୍କ ବାପାକୁ ସେ କହୁଛନ୍ତି ଯେ ତୁମ ପିଲା ଲାଇଫ୍ଟା ବର୍ବାଦ ହେଇଗଲା। এই কথা সে শুনলা পরে সে পিলা সংজ্ঞাহীনକୁ সেট পড়িগলা। ତେଣୁ ଏଇଟା ବଡ଼ ଦୁର୍ଭାଗ୍ୟ। ଗୋଟେ ଛୋଟ ଛୁଆକୁ କେହି କିଡ଼ନାପ୍ କରିବାର ଚେଷ୍ଟା କରୁଛି, କେହି ତାକୁ ରେପ୍ କରିବାର ଚେଷ୍ଟା କରୁଛି, ଅସଦାଚରଣ କରିବାର ଚେଷ୍ଟା କରୁଛି, ଯାହା ସେ ପିଲା କୁହେ ତା ଭାର୍ସନ୍, ପିଲାର ଭାର୍ସନ୍ ଏଇଆ। ମୁଁ ତାକୁ ମେଡ଼ିକାଲରେ ତା ସାଙ୍ଗରେ ବସିକରି ବାର୍ତ୍ତାଳାପ କରିଛି, ଯାହା ଏଡ଼ିସନାଲ୍ ଏସ୍ପିଙ୍କ ପାଖରେ ସେ ପିଲା ସମସ୍ତଙ୍କ ସମ୍ମୁଖରେ, ଆପଣମାନଙ୍କ ସମ୍ମୁଖରେ ସେ ଖୋଲିକରି କହିଛନ୍ତି ଯେ ମୋତେ ଏଭଳି ସେ ପ୍ରଲୋଭନ ଦେଖାଉଥିଲା। ମୁଁ ସେଥିରେ ରାଜି, ସେଇଟାକୁ ନେଇକରି ମୁଁ କେସ୍ କରିବା ପାଇଁ ଆସିଲି ଏବଂ ଥାନାବାଲା ମୋତେ ଓଲଟି କହୁଛି ଯେ ତୋ ଲାଇଫ୍ ଚାଲିଯିବ, ତୁ ଜେଲ୍ ଚାଲିଯିବୁ, 7 ବର୍ଷ ଜେଲ୍ ହେଇଯିବ, ତୋ ଫ୍ୟୁଚର୍ ବର୍ବାଦ ହେଇଯିବ। ଇଏ ନିଶ୍ଚିତ ଭାବେ ଦୁର୍ଭାଗ୍ୟ। ଏଠି 2ଟା ଘଟଣା ଘଟିଲା। ଯେତେବେଳେ ସେ ପିଲାଟି ତା ଉପରେ ଅତ୍ୟାଚାର କରିବାକୁ ବସିଲା, ତା ପିଲା ଉପରେ ଗୋଟେ କାର୍ଯ୍ୟାନୁଷ୍ଠାନ ହେବା ପରିବର୍ତ୍ତେ ଥାନାବାଲା ତାକୁ ଉଲ୍ଟା ଧମକେଇବା। ତେଣୁ ଏ ଶାସନ ପୁରା ନଷ୍ଟ ହୋଇଯାଇଛି ଏବଂ ଏଇ କଥା ପାଇଁ ଆମେ ପୁଣି ଥରେ ଏସ୍ପିଙ୍କ ଅଫିସକୁ ଆସିଥିଲି। ଏସ୍ପି ମହାଶୟ ନଥିଲେ, ଏଡ଼ିସନାଲ୍ ଏସ୍ପି ଥିଲେ। ଏଡ଼ିସନାଲ୍ ଏସ୍ପିଙ୍କୁ ଆମେ ତାଙ୍କ ସହିତ ଆଲୋଚନା କରିଛୁ। ଆମେ ଦାବି କରିଛୁ ସେ ଯେଉଁ ଘଟଣା ଘଟିଛି
जी से पिला को डरैची जी जाकू उठे नब नहीं जीव इत्यादि इत्यादि जी कही जहाँ भी से पिला तार जस्ट स्टेटमेंट जहाँ से पिला उपरे जहाँ जहाँ ये हवा कथा आईन अनुसार कार्यानुष्ठान हवा कथा से कथा हो एवं द्वितीय कथा हूँ वाईसी ताकू जो डरईकि केसटा को नॉर्मल करने व्यवस्था करी केसटा को तुम्हें नकर ए टाइप जो इशारा ताकू देले तेणु डरइबा तेणु भावुँ से एसपी थाना वाला को सेठू तुरंत सेठू हटा जाऊ एवं इनक्वारी निरपेक्ष करा जाऊ एवं से परिवार को सुरक्षा दि जाऊ यहाँ हूँ आम दाबी अन्यथा से असुविधा पड़े जनसाधारण क्षमा देदेवे नहीं।